ନମସ୍କାର ଦର୍ଶକ ବନ୍ଧୁ, ମୁଁ ଚନ୍ଦ୍ରକାନ୍ତ। ଦର୍ଶକ ବନ୍ଧୁ, ଆଜିର ବିଷୟ ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ମାନଙ୍କୁ ନେଇ। ଆପଣ ମାନେ ଜାଣିଥିବେ ଏଇ କିଛି ଦିନ ହବ ସରକାରୀ ସ୍ତରରେ ସେମାନଙ୍କୁ ନେଇ ଖୁବ ତତ୍ପରତା ଦେଖା ଦେଇଛି। ଯାହା ସୁରକ୍ଷା ଦୃଷ୍ଟିରୁ ଆମ ଦେଶ ପାଇଁ ବା ରାଜ୍ୟ ପାଇଁ ଖୁବ ସୁନ୍ଦର ପଦକ୍ଷେପ। ଏମାନେ ମିଛ ପ୍ରମାଣ ପତ୍ର ମାଧ୍ୟମରେ ସାରା ଭାରତରେ ବସବାସ କରୁଛନ୍ତି। କିଏ କଲିକତା ତ ଆଉ କିଏ ରାଞ୍ଚି। ଏମିତି ନାନାଦି ରାଜ୍ୟ ବା ସହର ନାମ ନେଇ ମାନେ ଭିନ୍ନ ଭିନ୍ନ ସହରରେ ଆଡ୍ଡା ଜମେଇ ସାରିଲେଣି। ଆମେ କେବଳ ରାଜଧାନୀ ଭୁବନେଶ୍ଵର କଥା ହିଁ ନବା। ସକାଳ ପାଇଲେ ଭୁବନେଶ୍ୱରର ପ୍ରତ୍ୟେକ ଗଳିକନ୍ଦିରେ କବାଡି ବାଲା, ଫେରୀ ବାଲା ଆଉ ରଦି ବାଲା ରୂପରେ ଏମାନଙ୍କୁ ଦେଖିବାକୁ ପାଇବେ। ଏମାନଙ୍କୁ ବିତାଡିତ କରିବା ପାଇଁ ସରକାରୀ ସ୍ତରରେ ଯେମିତି ତତ୍ପରତା ଦେଖା ଦେଇଛି, ସେହିପରି ତତ୍ପରତା ଯଦି ଓଡିଶା ବାସୀ ଦେଖେଇବେ, ହୁଏତ ଏମାନଙ୍କ ସଂଖ୍ୟା ଧୀରେ ଧୀରେ ଓଡିଶାରୁ ହ୍ରାସ ପାଇବ। କିନ୍ତୁ ଏଥିପାଇଁ ଆମ ଓଡିଶାବାସୀ କେତେ ସଜାଗ? ମୋ ମତରେ ଜମା ନୁହେଁ, କାରଣ ସେମାନେ ଏହି ଓଡିଶାରେ ରହୁଛନ୍ତି, ଓଡିଶାରେ ଖାଉଛନ୍ତି, ଓଡିଶାରେ ଲଗଉଛନ୍ତି, ଓଡିଶାରେ ପିନ୍ଧୁଛନ୍ତି। ଆଉ ଓଡିଶାରେ ବ୍ୟବସାୟ କରୁଛନ୍ତି। ଗୋଟିଏ ବାଂଲାଦେଶୀ କବାଡି ବାଲା ରଦି ନେବାକୁ ଆସିଲେ ତାକୁ କୌଣସି ବାଂଲା ଦେଶୀ ଦଉନାହାନ୍ତି, ଆମର ଓଡିଆ ଭାଇ ଦଉଛି। ଜଣେ ବାଂଲାଦେଶୀ ରାସନ ଦୋକାନକୁ ରାସନ କିଣିବାକୁ ଗଲେ ତାକୁ କୌଣସି ବାଂଲାଦେଶୀ ଦଉନାହାନ୍ତି, ତାକୁ ଆମର ଓଡିଆ ଭାଇ ହିଁ ଦଉଛି। ସକାଳୁ ଜଳଖିଆ କୌଣସି ନା କୌଣସି ଛକରେ ଆମରି ଓଡିଆ ଭାଇଟି ହିଁ ଦଉଛି। ସେମାନଙ୍କୁ ପାନ ପୁଡିଆ କୌଣସି ବାଂଲାଦେଶୀ ଦଉନାହାନ୍ତି, ତାକୁ କେବଳ ଆମର ଓଡିଆ ଭାଇଟି ହିଁ ଦଉଛି। ଏହା କଣ ଏକ ପ୍ରକାର ସହାୟତା ନୁହେଁ ସେମାନଙ୍କୁ? ଆମେ ଗୋଟିଏ ହାତରେ ସେମାନଙ୍କୁ ସହାୟତା କରିବା, ଆଉ ଗୋଟିଏ ହାତରେ କହିବା ଓଡିଶା ଛାଡ, ଏମିତି ତ ସମ୍ଭବ ନୁହେଁ। ତେଣୁ କେବଳ ସରକାରୀ ସ୍ତରରେ ନୁହେଁ, ଆମ ସମସ୍ତଙ୍କୁ ବି ଏଥିପ୍ରତି ସଚେତନ ହବାର ଅଛି। ନା ଏମାନଙ୍କୁ ଆମେ ରାସନ ଦେବା, ନା ଏମାନଙ୍କୁ ଆମେ ରଦି ବିକିବା। ତ ସେ ଖାଇବେ କଣ? ଯେଉଁ କବାଡି ଜିନିଷ ନେଇ, ରଦି ଜିନିଷ ନେଇ ସେମାନେ ନିଜର ଗୁଜୁରାଣ ମେଣ୍ଟଉଛନ୍ତି, ଦି ପଇସା ଇନକମ କରୁଛନ୍ତି। ତାହା ନିଶ୍ଚୟ ବନ୍ଦ ହେଇଯିବ। ତାପରେ ସେମାନେ ବାଧ୍ୟ ହେବେ ଓଡିଶା ଛାଡିବା ପାଇଁ ବା ଆମ ଦେଶ ଛାଡିବା ପାଇଁ। କିନ୍ତୁ ତାହା କେତେ ସମ୍ଭବ? ସମ୍ଭବ, ନିଶ୍ଚୟ ସମ୍ଭବ ହବ ଯଦି ଆମେ ସମସ୍ତେ ଏକଜୁଟ ହବା। ଆଉ ଏକ କ୍ରାନ୍ତି ଆଣିବା। ତେବେ ଯାଇ ହୁଏତ ସେମାନେ ଭାରତରୁ ବା ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବେ। କେବଳ ସରକାରୀ ସ୍ତରରେ ନୁହେଁ, ଓଡିଶା ବାସୀ ବି ଏମାନଙ୍କୁ ବିତାଡିତ କରିବା ପାଇଁ ତତ୍ପରତା ଦେଖାଇବେ। ଏକ ନୂତନ କ୍ରାନ୍ତିର ଧାରା ଆଣି ରହୁଛି, ଜୟ ଜଗନ୍ନାଥ।